କ'ଣ ତୁମେ ଜାଣିଛ କି ପ୍ରକୃତ ଉପାସନା କ'ଣ? ଆଜି ମୁଁ ତୁମକୁ ବତେଇବି ପ୍ରକୃତ ଉପାସନା କ'ଣ। ପୂଜା କରିବା ଅର୍ଥ ମୋ ସାମ୍ନାରେ ଦୀପ ଧୂପକାଠି ଜଳାଇବା କିମ୍ବା ମୋର ଅଭିଷେକ କରିବା ନୁହେଁ। ତୁମର ଉପାସନା ପ୍ରକୃତରେ ସେତେବେଳେ ହୁଏ ଯେତେବେଳେ ତୁମେ ଜୀବନରେ ଖୁସି ରୁହ, ଯେତେବେଳେ ତୁମେ ପ୍ରତ୍ୟେକ ଆଶୀର୍ବାଦ ପାଇଁ ହୃଦୟରୁ କୃତଜ୍ଞତା ଅନୁଭବ କର, ନିଜ ଜୀବନକୁ ଖୁସି ଖୁସିରେ ଉପଭୋଗ କର, ଜିଇଁଥାଅ। ଯେତେବେଳେ ତୁମେ ପ୍ରତ୍ୟେକ ପରିସ୍ଥିତିରେ ଖୁସି ରହି ମୋତେ କେବଳ ଥରେ ସାଇ ବୋଲି କହି ଡାକ, ତେବେ ତାହା ହେଉଛି ମୋ ପ୍ରତି ତୁମର ପ୍ରକୃତ ପୂଜା। ଯେତେବେଳେ ତୁମେ ନିଃସ୍ୱାର୍ଥପର ଭାବରେ କୌଣସି ଅଭାବୀ ଲୋକଙ୍କର ସେବା କର, ତାହା ମଧ୍ୟ ମୋର ପୂଜା ଅଟେ। ମୁଁ ତୁମକୁ ଖୁସି ରହୁଥିବାର ଦେଖି ଖୁସି ହୁଏ ପିଲାମାନେ। ଯେତେବେଳେ ତୁମେ ମୋତେ ନିଜର ଅଧିକାର ଭାବି ଗାଳି ଦିଅ, ତେବେ ବି ତାହା ମୋର ଉପାସନା, କାରଣ ତୁମେ ମୋତେ ବହୁତ ଭଲ ପାଅ ଏବଂ ସେଥିପାଇଁ କ୍ରୋଧିତ ମଧ୍ୟ ହୁଅ। ଯେତେବେଳେ ତୁମେ ତୁମର ସମସ୍ତ ସୁଖ ଦୁଃଖ ମୋତେ ଆସି କୁହ, ସେତେବେଳେ ବି ତାହା ମୋ ପାଇଁ ତୁମ ତରଫରୁ ଉପାସନା ହୋଇଥାଏ ପିଲାମାନେ। ମୁଁ ତ ପ୍ରତ୍ୟେକ କଣିକାରେ ଅଛି ପିଲାମାନେ। ସେଥିପାଇଁ ମୁଁ ସବୁବେଳେ ସବୁ ସମୟରେ ତୁମ ସହିତ ଅଛି। ତୁମେ ମୋତେ କୁହ କି ବାବା ମୁଁ ବହୁତ ଖରାପ, ମୁହଁଖୁର ଅଟେ, ସବୁକିଛି ବୁଝି ନ ସୁଝି କହିଦିଏ। ମୁଁ କ'ଣ କରିବି? ଏହି କାରଣ ପାଇଁ ସବୁ ଲୋକ ମୋ ଉପରେ ବିରକ୍ତ ହୁଅନ୍ତି। ମୋ ସନ୍ତାନ, ମୋର ଗୋଟିଏ କଥା ମନେ ରଖ, ତୁମର ମନ ସଫା ଅଟେ, ଏହା ମୁଁ ଭଲ ଭାବରେ ଜାଣେ। ତୁମେ ମୁହଁଖୁର ହୋଇପାର, କିନ୍ତୁ କଦାପି କାହା ସହିତ ବି ଅସତ୍ ବ୍ୟବହାର କରିବ ନାହିଁ। ଯାହା ମନରେ ଅଛି ତାହା ସିଧାସଳଖ ପ୍ରକାଶ କରିବା ଭଲ କଥା, କିନ୍ତୁ ଏହାର ଅର୍ଥ ନୁହେଁ ଯେ ତୁମେ ସ୍ନେହପୂର୍ଣ୍ଣ ଭାବରେ କଥା ହୋଇପାରିବ ନାହିଁ। ମୋର ଏହିସବୁ କଥାଗୁଡ଼ିକୁ ମନେ ରଖ, ତୁମକୁ ଲାଭ ମିଳିବ, ତୁମେ ଉପକୃତ ହେବ। ଖୁସିରେ ରୁହ। ଓମ୍ ସାଇରାମ, ଜୟ ସାଇରାମ।